ଯିଏ ଆନନ୍ଦ ଉଠେଇ ପାଇଲା, ଯିଏ ତା ଦେହରୁ ଲାଭ ଉଠେଇ ପାଇଲା, ସିଏ ଆନନ୍ଦ ଉପଲବ୍ଧି କରୁଛି। ଆଉ ଯିଏ ଅଜ୍ଞାନୀ ସିଏ କେମିତି ଆନନ୍ଦ ଉପଲବ୍ଧି କରିବ? ସେମିତି ସଂସାର ସାଗର, ସଂସାର ରୂପକ ସାଗରରେ ଯିଏ ପହଁରି ପାରିଲା, ଅର୍ଥାତ ସଂସାରକୁ ଯିଏ ଉପଭୋଗ କରିପାରିଲା, ଉପଭୋଗ କରିବା ପାଇଁ ଜ୍ଞାନ ଦରକାର ନା। ସଦ୍ଗୁରୁ କହୁଛନ୍ତି ଜଣେ ଯୋଗୀ ଜଣେ ଭଲ ଭୋଗୀ ହେଇପାରିବ, ଜଣେ ଯୋଗୀ ଜଣେ ଭଲ ବେପାରୀ ହେଇପାରିବ, ଜଣେ ଯୋଗୀ ଜଣେ ଭଲ ଚାକିରି କରିପାରିବ, ଜଣେ ଭୋଗୀ ଜଣେ ଭଲ ପୋଲିସ ଅଫିସର ହେଇପାରିବ, ଜଣେ ଯୋଗୀ ଭଲ ମନ୍ତ୍ରୀଟିଏ ହେଇପାରିବ। ତେଣୁ ତାକୁ ଯୋଗୀ ହବାକୁ ପଡିବ। ଯୋଗୀ ନ ହେଇକି ଯେ ମନ୍ତ୍ରୀ ହଉଛନ୍ତି, ଘୋଷ ନଉଛନ୍ତି, ରୋଗ ଭୋଗୁଛନ୍ତି, ଦୁଃଖ ଭୋଗୁଛନ୍ତି, ଯନ୍ତ୍ରଣା ଭୋଗୁଛନ୍ତି, ଜେଲ ଯାଉଛନ୍ତି, କେସ୍ ଖାଉଛନ୍ତି, କାହିଁକିନା ଜ୍ଞାନକୁ ପ୍ରୟୋଗ କରିପାରୁନାହାନ୍ତି ନା। ତେଣୁ ପ୍ରଥମେ ଆମକୁ ଯୋଗୀ ହବାକୁ ପଡିବ। ଯୋଗୀ ଅର୍ଥ ଯୋଗ ସାଧନ କରିବ ଏବଂ ଆତ୍ମଜ୍ଞାନର ଅଧିକାରୀ ହବ। ଆଉ ମାର୍ଗଶିର ମାସଟା ଶ୍ରେଷ୍ଠ, ତା ପୂର୍ବ କାର୍ତ୍ତିକ ମାସଟା କନିଷ୍ଠ। ସଦ୍ଗୁରୁ କହିଲେ ଆଉ କୋଉ ମାସ ପ୍ରଥମ ମାସ? ମାର୍ଗଶିର ପୂର୍ବରୁ ତ କାର୍ତ୍ତିକ ଥିଲା, ସେ ତା ଆଗ ମାସଟା। କାର୍ତ୍ତିକ ପୂର୍ବରୁ ତ ଆଶ୍ୱିନ ଥିଲା, ସେ ତା କୋଉଟା? ଏଇଟା ଚକ୍ର ଆକାର ଚାଲିଛି। କୋଉ ବାର ପ୍ରଥମ? ରବିବାର, ସୋମବାର, ମଙ୍ଗଳବାର ଲାଗି ଲାଗି ଅଛି ତା ପଛକୁ। କୋଉ ବାରଟା ପ୍ରଥମ? କୋଉ ମାସଟା ପ୍ରଥମ? ସେମିତି ନାହିଁ, ପ୍ରଥମ କିଛି ନାହିଁ।